ଭାଉଜ ଏଇ ନିଅ। ଏ ଦିଅର ବାବୁ, ଏଗୁଡା କଣ? ବହି ଆଣିଛ, ପାଠ ପଢିବେ ନା କଣ? ଭାଉଜ ତମେ ବି ନା, ମୁଁ ତମ ପାଇଁ ବହି କାହିଁକି ଆଣିବି? ଏଥିରେ ପରିବା ଅଛି, କାଳେ କିଏ ଦେଖିଦବ, ସେଇଥିପାଇଁ ବ୍ୟାଗରେ ପୁରେଇକି ନେଇ ଆସିଲି। ଓହୋ, ଆଚ୍ଛା ଆଚ୍ଛା, ହଉ ଦିଅ ଦିଅ। ଭାଉଜ ଏଥିରେ ଗୋଟେ ଦିନର ପରିବା ଅଛି। ମୁଁ ସନ୍ଧ୍ୟା ବେଳେ ମାର୍କେଟକୁ ଗଲେ ତୁମ ପାଇଁ ଆଉ ନେଇ ଆସିବି ଆଉ। ହଉ ହଉ, ମୁଁ ଯାଉଛି। ଆରେ ଭାଉଜ ରୁହ, ରୁହ ଟିକେ। ଦେଖ ପଳେଇଲା। ମୁଁ କଣ ଖାଲି ପରିବା ଧୋବା ପାଇଁ ଆସିଥିଲି? ଡାଲି ବି ଆଣିଥିଲି, ଡାଲମା କରିକି ଖାଇଥାନ୍ତେ। ଛାଡ, ପଳେଇଲେଣି ତ ଆଉ। ଓହ, କି ଖରା ହଉଛି। ଯେତେବେଳେ ଭାଉଜ ଥିଲେ କାଇଁ ଖରା ତ କାଟୁ ନଥିଲା। ଏବେ କଣ ଏତେ ଜୋର ଖରା କାଟୁଛି? ଓହୋ, ମୁଁ ପଳାଏ ଏଠୁ, ନହେଲେ ମୋ ଗୋରା ଗୋରା ଦେହ କଳା ପଡିଯିବ ଯେ। ହଉ ହଉ, ଆମେ ଏବେ ଯିବା ମାର୍କେଟକୁ। ଚାଲ ଆଇସ୍କ୍ରିମ ଖାଇକି ଆସିବା। ମାର୍କେଟ ଏବେ ଯିବା? ହଁ, ତମେ ତ କହିଲ ଏବେ ଯିବା ପାଇଁ। ମୁଁ କହୁଥିଲି, ସେତେବେଳେ କହୁଥିଲି, ଏବେ ଦେଖୁନ କେତେ ଜୋର ଖରା ହେଲାଣି। ଆଉ କଣ ଯାଇ ହବ? କାଲିକି ଯିବା। କାଲିକି ଯିବା? ସବୁବେଳେ ମତେ ଏମିତି ମିଛ କଥା କହିକି ଭାଣ୍ଡୁରେଇବ। ମୁଁ ଜାଣିଛି, ଜମା ନବନି ମତେ। ମିଛରେ ମତେ ଖରାଟାରେ ଖଟେଇଲେ। ହେଇଟି ଶୁଭୁଛି? ହଁ, ଆସିଲ ଆସିଲ, ଦେଖିବ ଆମ ଘରୁ କିଏ ସବୁ ପରିବା ନେଇଗଲାଣି। ପରିବା? ତମେ ତ ସେଇ ଘରେ ଥିଲ। ନବ କିଏ? ଓହୋ, ଆଜି ମୁଁ ସକାଳେ ନେଉଳ ଘରୁ 3ଟା ବଡ ବଡ ବୋଇତାଳୁ ଆଣିଥିଲି। ଆଉ ଏବେ 2ଟା ଅଛି, ଆଉ ଗୋଟେ ନାହିଁ। ତମର ମନେ ନଥିବ, ତମେ 2ଟା ହିଁ ଆଣିଥିବ। କେଡେ ବେକାରୀ ଲୋକଟେ କହିଲ। ମୁଁ କହୁଛି ପରା, ମୁଁ 3ଟା ଆଣିଥିଲି। ଟିକେ ଦେଖିବ ଆସ। ମୁଁ କଣ ଦେଖିବି? ଆରେ ଦେଖିବ ଆସ। ଆରେ ଆସ। ଆରେ ଦେଖିବ ଆସ, ମୁଁ ଯଦି ମିଛ କଥା କହୁଛି। ମୁଁ ଆଖି ଛୁଉଛି। ଯଦି ମୋ କଥା ବିଶ୍ୱାସ ହଉନି, ନିଜେ ଦେଖିବ ଆସ। ଏଇ ଦେଖ, ମୁଁ ଏଇଠି 3ଟା ଯାକ ରଖିଥିଲି। 2ଟା ଅଛି, ଆଉ ଗୋଟେ ନାହିଁ। ହେ ପ୍ରଭୁ, ରକ୍ଷା କର ମତେ। ଇଏ ଯଦି ଜାଣିବ ଏବେ ମୁଁ ସେ ବୋଇତାଳୁ ନେଇ ପାର ଭାଉଜକୁ ଦେଇଛି ବୋଲି, ମୋ ଜୀବନ ନେଇଯିବ। ତମେ ମତେ ଏମିତି ବଲ୍ଲା ବଲ୍ଲା କରି କଣ ନେଇଛ? ମୁଁ ତମକୁ ପରିବା ଦେଖଉଛି, ସତରେ କିଏ ନେଇଯାଇଛି ଦେଖ ଟିକେ। ହଁ ହଁ ହଁ, ସେ ବୋଇତାଳୁକୁ ମୂଷା ନେଇଯାଇଛି। ହଁ, ମୂଷା ନେଇଯାଇଛି। ମୂଷାଟା କଣ ହାତୀ ଭଳି ହେଇଛି? ସେ ବୋଇତାଳୁକୁ ଟେକି ଟେକି ନେଇଯିବ। ମୁଁ ପା ଏତେ ବଡ ବୋଇତାଳୁଟା ଆଣିଥିଲି। ମୂଷା ଖାଇଥିଲେ ଟିକେ ଖାଇଥାନ୍ତା, ଟେକିକି ନେଇଯିବ। ତାହେଲେ ଚୋର ନେଇଯାଇଥିବ। ଏ ଘରଟାକୁ ଚୋର କେମିତି ଆସିବ? ମୁଁ ପା ସେତେବେଳୁ ଏ ଘରଟା ଭିତରେ ଅଛି। ଆଉ ତମେ ସେତେବେଳୁ ଅଛ, ଆଉ ବୋଇତାଳୁ ନବ କିଏ? ଏଇ ଝରକା ବାଟେ ଚୋର ଆସିକି ବୋଇତାଳୁ ନେଇଯାଇଛି। ଏଇ ଝରକା ବାଟେ ଚୋର ତ ଦୂରର କଥା, ଏ ବୋଇତାଳୁ ସେ ଝରକା ବାଟେ ଯାଇପାରିବନି। ସେଗୁଡା ମୁଁ ଜାଣିନି କିଏ ବୋଇତାଳୁ ବୋଇତାଳୁ ନେଲା। ଭାଗ ବଟୁ, ଭାଗ ଏଠୁ। ଆରେ ରୁହ, ପଳଉଛ କୁଆଡେ? ମୁଁ ଥାଉ ଥାଉ, ଏ ଘର ପରିବା ନେଲା କିଏ? ଓଃ, ମୋ ମୁଣ୍ଡ କଣ ହେଇଯାଉଛି। ଇଏ ଯେତେବେଳେ ମତେ ପରିବା ଦବା ପାଇଁ ଆସିଥିଲେ, ସେତେବେଳେ ତ ବୋଇତାଳୁ ଥିଲା। ମୁଁ ରୋଷେଇ କଲା ବେଳେ ବି ବୋଇତାଳୁ ଥିଲା। ତାପରେ ତ ଏ ଘରକୁ ଆଉ କେହି ଆସିନାହାନ୍ତି ମୋ ଛଡା। କି ଆଶ୍ଚର୍ଯ୍ୟ କଥା। ତାହେଲେ ବୋଇତାଳୁ ନେଲା କିଏ? ରହ ରହ ରହ, ମତେ ଇଏ ପାଣି ମାଗିବା ପାଇଁ ଆସିଥିଲେ। ମୁଁ ତ ପାଣି ଆଣିବା ପାଇଁ ଗଲି, ସେତେବେଳେ ଥିଲା। ତାପରେ ମୁଁ ପାଣି ଆଣିକି ଆସିଲା ବେଳକୁ ଇଏ ଏଠି ନଥିଲେ। ତାପରେ ତ ମୁଁ ଆଉ ରୋଷେଇ ଘରୁ ଜମା ଯାଇନି, କି ରୋଷେଇ ଘରକୁ ବି ଆଉ କେହି ଆସିନାହାନ୍ତି।
ତା ମାନେ ଆମ 2 ଜଣଙ୍କ ଛଡା ଆଉ ଏଠିକି କେହି ଆସିନାହାନ୍ତି କି ଯାଇନାହାନ୍ତି। ତା ମାନେ ଇଏ ସବୁ ପରିବା ନଉନାହାନ୍ତି ତ? ହେଲେ ଇଏ ତ ନେଇନାହାନ୍ତି, ନେଲେ ବି କରିବେ କଣ? ଯଦି ଇଏ ନେଇଛନ୍ତି ତାହେଲେ ଦେଲେ କାହାକୁ? ମୋର ଟିକେ ସନ୍ଦେହ ହଉଛି ୟାଙ୍କ ଉପରେ। ମତେ ଏବେ ଟିକେ ନଜର ରଖିବାକୁ ହେବ ୟାଙ୍କ ଉପରେ। ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ। ହାଇଡି ଶୁଭୁଛି? ଭୋକ ଲାଗିଲାଣି ପା, ଜଲ୍ଦି ଆଣ। ମିଠା ମିଠା ଭାଉଜ ପ୍ରେମ ମିଠା। ଭାଉଜ ମୋ ଆଡେ ଟିକେ ଆଉଜ। ଏମିତି ହାଁଟା କରିକି ଉପରକୁ କାହିଁକି ଅନେଇଛ? ଧଣ୍ଡ ସାପ ଗଳିଯିବ। ଓ ତମେ? ମୁଁ ପୁରା ଚମକି ପଡିଲି। ଦିଅ ଦିଅ, ମୁଁ ଖାଇଦିଏ। ହେଇଟି ତମେ ସେ ବୋଇତାଳକୁ ନେଇଛ ନା? ବାଳ ବାଳ ମାଇକି ନା ଡାଇରେକ୍ଟ ମତେ କଣ ଏମିତି କହୁଛି? ନା ନା, ମତେ ଏବେ ଟିକେ ରାଗିକି କହିବାର ଅଛି। ଇଏ ମତେ ସନ୍ଦେହ କରି କହୁଛି। ମୁଁ ଯଦି ଏବେ ଅଲଗା ପ୍ରକାର କିଛି କହିବି ଚଢିଯିବ ମୋ ଉପରେ। ନା ନା, ଏବେ ମସ୍ତେ ରାଗିବା ପାଇଁ ପଡିବ। ହାଁଟା କରିକି ଅନେଇଛ କଣ? ପଚାରୁଛି ବା କଣ? ବର୍ଜା ତ ମାଇକି ନା? ତା ମାନେ ତୁ କହୁଛୁ ମୁଁ ସେ ପରିବା ନେଇ ବିକୁଛି ନା କାହାକୁ ଦେଇ ଦଉଛି? ଯଦି ମୁଁ ବିକିଥାନ୍ତି ତାହେଲେ ଘରକୁ କଣ ପାଇଁ ନେଇକି ଆସିଥାନ୍ତି? ତୋର ଆଉ କିଛି ସନ୍ଦେହ କରିବା ପାଇଁ ମିଳିଲାନି? କିଏ ପରିବା ନବ ତୁ ମୋ ଉପରେ ସନ୍ଦେହ କରିବୁ? ଯେତେବେଳେ ଗୋଟେ ଖାଇବା ପାଇଁ ବସିବୁ ଏଇ ମାଇକିନାରେ ଏଇ ବାଳ ଭଳିଆ କଥାବାର୍ତ୍ତା, ଏଇ ନୀତିଟା ତୋର ଯିବନି। ଆରେ ରାଗୁଛ କଣ ପାଇଁ? ମୁଁ ଟିକେ ମଜାରେ କହିଦେଲି। ମଜା? ଏଇଟା ମଜା? ଟିକେ ପଚାରିଦେଲି ଆଉ ତାପରେ ଏଇଭଳିଆ ରାଗିବ? ନା ନା, ତମେ ଖାଇଦିଅ ଖାଇଦିଅ ଖାଇଦିଅ। ତମକୁ ଆଉ କିଛି ଦେବେ କି? ହଁ, ବିଷ ଦେଇଦେ। କଣ ଏତେ ରାଗୁଛ ମ? ଭୁଲ ହେଇଗଲା ଆଉ। ଖାଇଦିଅ ଖାଇଦିଅ। ତମକୁ ପାଚିଲା ଆମ୍ବ ଭଲ ଲାଗେ ନା? ମୁଁ ନେଉଳ ଘରୁ ଦିଟା ଆଣିଥିଲି, ରୁହ ରୁହ ଆଣୁଛି, ଖାଇବ। ଯାହା ହଉ ମୋ ପ୍ରାଣଟା ରହିଗଲା। ମୁଁ ତ କଣ କଣ ଭାବି ଦେଇଥିଲି ଆଉ। ଆଲୋ ସେ କଥା ପଛରେ ତୁ ଗୋଟେ କଥା ଜାଣିଛୁ ନାହିଁ? କୋଉ କଥା? ଆଲୋ ଆମ ଗାଁର ଯୋଉ ହଗୁରା ପୁଅ, ବଡଟା ନୁହଁ ଛୁଟିଆଟା, ଲୋ ତାର 18 ଯାଇ 19 ପଶିଲା। ସିଏ ପୁଣି ଗୋଟେ 15 ବର୍ଷର ଝିଅକୁ ଉଠେଇକି ନେଇ ଆସିଛି। ଆଲୋ ସତରେ ନା କଣ? ଆଲୋ ତାର ଗାଲ ଚିପି ଦେଲେ ଦୁଧ ବାହାରି ପଡିବ। ସିଏ ପୁଣି କି ଝିଅ ନେଇ ଆସିଛି? ହଁ ଲୋ ନେଉଳି, ତାର ପାଇଁ ବୁଧବାର ବାହାଘର। ଆଲୋ ସେ ଝିଅ ଘର କୋଉଠି? ଆଲୋ ସେ ଝିଅ ଘର ତୋ ବାପ ଘର ଗାଁରେ ବା। ହଁ କିଲୋ? ଆଲୋ ତୁ ଏତେ ଖବର କୋଉଠୁ ପାଉଛୁ? ତୁ ମତେ ଜାଣିନୁ, ମୁଁ ଗାଁର ସବୁ ଖବର ରଖୁଛି। ସେ ଝିଅ ତୋରି ବାପ ଘର ଗାଁରେ ଆଉ ତା ବାହାଘର ହେଲେ ତୁ ଯାଇ ଟିକେ ଭୋଜି ଭାତ ଖାଇଦବୁ। ଛାଡିଲେ ମା ତାଙ୍କ କଥା, ତାଙ୍କ କଥାରୁ ଆମର କଣ ମିଳିବ? ଆଲୋ କଣ ଖାଇଛୁ କିଲୋ? ଏତେ ଜୋର କଣ ହେକୁଟି ମାରୁଛୁ? କଣ ଖାଇବି? ତୁ ତ ଜାଣିଛୁ ମତେ ସେ ଆଇଁଷ ନହେଲେ ଭଲ ଲାଗେନି କିଛି। ଏଇ ବୋଇତାଳୁ ଘାଣ୍ଟଟେ କରିକି ଖାଇଛି ଆଉ। ଆଲୋ ହେଇଲୋ ସାବ୍ୟ ପାଇଲେଣି। କଣ କରୁଛ କିଲୋ? ଚୁଗୁଲି କରୁଛ? ନାଇଁ ଲୋ ଅପା, ଆମେ ଟିକେ କଥା ହଉଛୁ। ଆଉ ତୁ କୁଆଡେ ଆସିଛୁ? ମୁଁ ଟିକେ ବାହାରକୁ ଏମିତି ବୁଲାବୁଲି କରିବା ପାଇଁ ଆସିଛି, ଆଉ କଣ ପାଇଁ ଆସିବି? ତମେ ସବୁ କି କଥା ହଉଛ? କାହା ନାଁରେ ଚୁଗୁଲି ଚାଲିଛି? ନାଇଁ ଲୋ ଅପା, ଆମେ କି କଥା କହିବୁ? ଏଇ ପଚାରୁଥିଲେ କାହା ଘରେ କି ତରକାରୀ ହେଇଛି। ତୁ କହୁନୁ ତୋ ଘରେ କି ତରକାରୀ ହେଇଛି? କଣ କହିବି ନେଉଳି, ମୋ ମୁଣ୍ଡ ଖରାପ ହେଇଯାଉଛି। ତୋ ଘରୁ ଆଜି ମୁଁ 3ଟା ବୋଇତାଳୁ ନେଇ ଗଲି, ବଡ ବଡ। ସେ ବୋଇତାଳୁ ଗୋଟେ ବୋଇତାଳୁ କିଏ ନେଇଯାଇଛି? ଖାଲି ସେ ବୋଇତାଳୁ ନା କଣ, ସବୁଦିନ ଆମ ଘରୁ କିଛି ନା କିଛି ଚୋରି ହଉଛି। ଆଉ କିଛି ନୁହେଁ, ଏଇ ପରିବା ସଉଦା ପତ୍ର ଏଇଆକୁ ଖାଲି। ଇଏ କି କଥା ଭାଉଜ? ପରିବା ପତ୍ର ସବୁ କିଏ ନବ? ଲୋ ସେଇ କଥା ତ ମୁଁ ବି ବୁଝିପାରୁନି। ମୋ ମୁଣ୍ଡ କଣ ହେଇଗଲାଣି ସେ କଥା ଭାବି ଭାବି। ପରିବା କିଲୋ 50-60 ଟଙ୍କା।
ଏତେ ଟଙ୍କା ଦେଇକି ମୁଁ ପରିବା ଆଣିବି, ଚୋରି ହେଲେ ମତେ ବାଧିବନି? ଯୋଉ ଦିନ ମୁଁ ଜାଣିବି ସେ ଚୋରଣୀ କିଏ, ସତ କଥା କହୁଚିଲ ସାବି, ତା ଚରାକୁ କାଟିକି ଖରାରେ ଶୁଖେଇଦେବି। ଚିହ୍ନିନି ଆଉ। ହେ ଭଗବାନ, ଯଦି ଏ ଜାଣିବ ଏହା ଘଇତା ମତେ ଆଣିକି ପରିବା ଦଉଛି, ବଟୁ ଅବସ୍ଥା ତ ଯାହା ହବ ହବ, ମୋ ଅବସ୍ଥା ବି ଢିଲା କରିଦବ। ଇଏ ଯୋଉ ଭଳିଆ ମାଇକି ନା, ଶାଶୁକୁ ବି ଛାଡିବନି, ମତେ କଣ ଛାଡିବ, ସିଧା ଠିଆ ଫାଡିଦବ। ଆଲୋ ତାର କଣ ଲାଗି, ତୁ କଣ ପାଇଁ ମତେ ଏମିତି ଅନେଇଛୁ? ଆଲୋ ଘରୁ ସବୁ କିଏ ପରିବା ନିଏ ନା ନେଇଛି? ମୂଷା ଫୁଷା ନେଇ ଯାଉଥିବେ, ତୁ ଜାଣି ପାରୁନଥିବୁ। ମତେ ଯେତିକି ହଇରାଣ କଲାଣି, ସତ କହୁଛି ସେ ମୂଷାକୁ ବି ମୁଁ ଜମ ଦଣ୍ଡ ଦେବି ଏଇଠି।